ବର୍ଷା ଦିନ ଆସିଲେ ଛତୁ ପ୍ରବଳ, ବଡ଼ ଛତୁ ପାଇଗଲୁ ଏବଂ ତାହାକୁ ଭାବିଲୁ ପିଠା କରିବା ଆଉ କିଛି ତରକାରୀ କରିବା। ତାକୁ ଖଣ୍ଡି ଦେଇ ମସଲା କଷି ତାକୁ ମୁଁ ଗଲାବେଳକୁ ସବୁ ରେଡ଼ି କରୁଥାନ୍ତି। ମୁଁ କାମ ସାରି ଯିବା ବେଳକୁ ମସଲା କଷି ଛତୁ ଖଣ୍ଡି ଏବଂ ଚାଉଳ ମଧ୍ୟ ଭିଜେଇଥାନ୍ତି ପିଠା କରିବା ପାଇଁ ଏବଂ ଗ୍ରାଇଣ୍ଡରରେ ଅଳ୍ପ ଚାଉଳ ଦେଇ ତାକୁ ଗ୍ରାଇଣ୍ଡର କରିଦେଲା ପରେ ଦେଖିପାରୁଥିବେ ଚୁନା ସବୁ ପ୍ରସ୍ତୁତ ହୋଇଯାଇଛି ପିଠା କରିବା ପାଇଁ ଏବଂ ଏପଟେ ଛତୁ ତରକାରୀ ମଧ୍ୟ ହୋଇଗଲାନି। ଆଗ ଛତୁ ତରକାରୀ ମସଲା ଦେଇ କରିଦେଲା ପରେ ସେହି ଛତୁକୁ କାଢ଼ି ଦେଇ ଆମେ ଚୁନାରେ ଫେଣ୍ଟି ଦେବା। ତାକୁ କିପରି ଚୁନାରେ ଫେଣ୍ଟି ଦେଲା ପରେ ଡଙ୍କି ସାହାଯ୍ୟରେ ତାକୁ ଭଲ ଭାବରେ ଫେଣ୍ଟି ଦେବା, ଯେମିତି ଛତୁ ସବୁ ଚୁନାରେ ମିଶିଯିବ। ଦେଖିପାରୁଥିବେ ଆମେ କିପରି ଫେଣ୍ଟି ଦେଉଛୁ ସବୁ ଚୁନାକୁ ଛତୁ ସାହାଯ୍ୟରେ। ଛତୁ ଯେଉଁ ତରକାରୀ କରିଥିଲୁ ତାକୁ ଆମେ ଏପଟେ କଡ଼େଇ ବସାଇ ତେଲକୁ ଗରମ କରିଦେଲୁ। ତେଲ ହାଲକା ଦେଇଦେଲୁ ଗରମ ହେବା ପାଇଁ, ପିଠା କରିବା ପାଇଁ ଭଲ ହେବ। ଛତୁକୁ ଫେଣ୍ଟି ଦେଲା ପରେ ଏବେ କଡ଼େଇରେ ଆମେ ଢାଳିଦେଲୁ ସେଇ ଛତୁ ଆଉ ଯେଉଁ ଚୁନା କରାହେଇଥିବା ଚୁନାକୁ ମିକ୍ସ କରାହେଇଥିବା ଯେଉଁ କଡ଼େଇରେ ଢାଳିଦେଲୁ। ତାପରେ ୟାକୁ କ'ଣ କରିବା ନା ତାକୁ ଘୋଡ଼େଇ ଦେବା। ଘୋଡ଼େଇ ଦେଲା ପରେ ସେ ପୁରା ସିଝିଯିବ। କିଛି ସମୟ ଛାଡ଼ିଦେଲା ପରେ ତାକୁ ଉଠେଇକି ଦେଖିଦେବା କ'ଣ ହେଇଛି କି ନାହିଁ। ତାକୁ ଦେଖିଦେଲା ପରେ ପାଲ୍ଟି କରିଦେବା। ତାକୁ ପାଲ୍ଟେଇ ଦେଲା ପରେ ଦେଖିପାରୁଥିବେ, ତାକୁ ପାଲ୍ଟି କଲା ପରେ ଦେଖିପାରୁଥିବେ କିପରି ସୁନ୍ଦର ହେଇଛି ଛତୁ ପିଠା ଆମର ପ୍ରସ୍ତୁତ ହୋଇଯାଇଛି ସମ୍ପୂର୍ଣ୍ଣ ଭାବରେ। ଆଉ ୟାକୁ ଖାଇବା କିପରି ଲାଗୁଛି ଦେଖିବା।